ମୁଁ ବାରମ୍ବାର କହିଛି ଯେ ମୋହନ ମାଝୀଙ୍କର ସରକାର ହେଉଛି 21 ସରକାର। ଏମାନେ ନା ବଦଳ କରିବେ, ରଙ୍ଗ ବଦଳେଇବେ, ତା ଛଡ଼ା ଅଧିକ କିଛି କରିପାରିବେ ନାହିଁ। ତେଣୁ ନା ବଦଳେଇକରି ମିଶନ ଶକ୍ତି କି ଶିଶିର ସରସ ଯେଉଁ ମେଳାର ନାଁ ଥିଲା ତାକୁ ସୁଭଦ୍ରା ଶକ୍ତି ମେଳା, ତାପରେ ଜଗନ୍ନାଥ ଶକ୍ତି ମେଳା ଗୋଟେ କରିବେ, ସବୁ ବଳଭଦ୍ର ଶକ୍ତି ମେଳା ଗୋଟେ କରିବେ, ଏମିତି ଗୋଟେ ମାନେ ସମାନ ନା ବଦଳେଇକରି 21 କରିକି ଚାଲିଛି। ଆଉ ବର୍ତ୍ତମାନ ମୋହନ ମାଝୀଙ୍କର 21 ଉତ୍ସବ ଚାଲିଛି। ଯେତେଥର ନାମକରଣ ହେଉଥିବ ଏବଂ ଆପଣମାନେ କହୁଥିବେ ଯେ ଆଜ୍ଞା କିଛି ଗୋଟେ ନୂଆ ହେଉଛି, ବାସ୍ତବରେ ନୂଆ କିଛି ହେଉନଥିବ, ଯାହା ଥିଲା ସେଇଆ ଅଛି, ସେଇ ସମାନ ପରିସ୍ଥିତି ଚାଲିଛି। ରେସନ କାର୍ଡ଼ କାଟିବା ପ୍ରସଙ୍ଗରେ ଅନେକ ଗୁଡ଼ାଏ କଥା ଅଛି ଯେଉଁଟା ଓଡ଼ିଶାବାସୀ ଜାଣିବା ଦରକାର। ପ୍ରଥମ କଥା ହେଉଛି ଯେ ଯେଉଁମାନେ ନବୀନ ପଟ୍ଟନାୟକ ସରକାର ସମୟରେ କିଛି ଲୋକଙ୍କୁ ଅଧିକ ରାସନ କାର୍ଡ଼ ଏଥିପାଇଁ ଦିଆହେଇଥିଲା ଯେ ଧରନ୍ତୁ ଯେଉଁମାନେ ତାଙ୍କର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନଙ୍କୁ ରାସନ କାର୍ଡ଼ରୁ ବାଦ୍ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିୟମ ଅଛି। କିନ୍ତୁ ବାସ୍ତବରେ ଯିଏ ରିଟର୍ଣ୍ଣ ଦାଖଲ କରୁଛି, ରିଟର୍ଣ୍ଣ କାହିଁକି ଜଣେ ଦାଖଲ କରେ? କାରଣ ଯେଉଁମାନେ ରିଟର୍ଣ୍ଣ ଦାଖଲ କରନ୍ତି ତା ଭିତରୁ ଅଧାରୁ ଅଧିକ ହେଉଛନ୍ତି ଜିରୋ ରିଟର୍ଣ୍ଣ। ତ ଜିରୋ ରିଟର୍ଣ୍ଣ ଯିଏ, ସିଏ କ'ଣ ଧନୀ ଲୋକ? ମୁଁ ଇନକମ୍ ଟ୍ୟାକ୍ସ ଦାଖଲ କରୁଛି କି ମୋ ପାଖରେ ଗୋଟେ ପାନ୍ କାର୍ଡ଼ ଅଛି ମାନେ ମୁଁ ଧନୀ। ଜଣେ ସିକ୍ୟୁରିଟି ଗାର୍ଡ଼, ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ, ତା'ର ଆପଣ ରାସନ କାର୍ଡ଼ କାଟି ଦେଉଛନ୍ତି, ଯେଉଁଟା ଗୋଟେ ପ୍ରକାର ସମ୍ବେଦନହୀନତାର ପରିଚାୟକ। ଏବଂ ଗାଁରେ ଯେଉଁମାନେ ବାସ୍ତବରେ ଗରିବ ଲୋକ ସେମାନଙ୍କର ରାସନ କାର୍ଡ଼ କଟିଛି ଏବଂ ଏ ରାସନ କାର୍ଡ଼ କଟିବା ଫଳରେ ଗାଁରେ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଛି ଏବଂ ସରକାର ବିରୋଧରେ କ୍ଷୋଭ ମଧ୍ୟ ବଢ଼ୁଛି। ଏଇଟା ମୁଖ୍ୟମନ୍ତ୍ରୀ ବୁଝିବା ଦରକାର। ତାଙ୍କର ଯେ ଯୋଗାଣ ମନ୍ତ୍ରୀ ସେ ତ କିଛି ବୁଝନ୍ତି ନାହିଁ। ଯୋଗାଣ ମନ୍ତ୍ରୀଙ୍କର ଅନେକ କଥା ମୋତେ ଲାଗୁଛି ସେ ବୋଧେ ତାଙ୍କ ମୁଣ୍ଡରେ ଅନେକ କଥା ପଶୁନାହିଁ। ଲକ୍ଷ ଲକ୍ଷ ଲୋକଙ୍କର ରାସନ କାର୍ଡ଼ କାଟିଲେ ସେଥିରେ ଦଳ କେଉଁ ଭଳିଆ ଅସନ୍ତୋଷର ଶିକାର ହେବ ସେ ବୋଧେ ତା'ର ଆକଳନ କରୁନାହାନ୍ତି। ନାଇଁ ଭାବମୂର୍ତ୍ତି ନଷ୍ଟ ହେଉଥିଲା ମାନେ କ'ଣ? ବାସ୍ତବରେ ଲୋକ ଗରିବ ଥିବେ ଆଉ ଆପଣ କହିବେ ଯେ ଆମେ ଧନୀ ହେଇକରି ଅଛୁ। ଏଇ ଯେଉଁ ବିଜେପିର ଏଇ ଯେଉଁ ଚାଲିଛି ଯେଉଁ ଷଡ଼ଯନ୍ତ୍ର ଯେ ମାନେ ଆମେ ଧନୀ ହେଇଗଲୁଣି, ଆମେ ବିକଶିତ ହେଇଗଲୁଣି, କାଗଜପତ୍ରରେ ବିକଶିତ ହେଇଛୁ ବୋଲିକି ଦେଖେଇକରି ଆପଣ ଲୋକଙ୍କର ବାସ୍ତବରେ ପେଟରେ ଗୋଇଠା ମାରୁଛନ୍ତି। ଆପଣ ଗରିବ ଲୋକମାନଙ୍କୁ ଧନୀ ବୋଲିକରି କହିବାକୁ ଚେଷ୍ଟା କରିକରି ରାଜ୍ୟର ବାସ୍ତବତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ସବୁ କ୍ଷେତ୍ରରେ ଯେଉଁଟା ନବୀନ ପଟ୍ଟନାୟକ ସମୟରେ ଅନେକ ଲୋକଙ୍କୁ ରାସନ କାର୍ଡ଼ର ଅନ୍ତର୍ଭୁକ୍ତ ଏଥିପାଇଁ କରାହୋଇଥିଲା ଯେ ବାସ୍ତବରେ ଲୋକଙ୍କର ଆୟ କମିଛି। ବିଜେପି ବାରମ୍ବାର ଗୋଟେ କଥା କହିବାକୁ ଚେଷ୍ଟା କରୁଛି ନା ସମସ୍ତଙ୍କର ଆୟ ବଢ଼ିଯାଇଛି। ଲୋକଙ୍କ ଭିତରେ ଆୟ କମିଛି ଏବଂ ଆୟ କମିବାର ସୂଚନା ସବୁ ଆପଣ ଦେଖିବେ। ଅର୍ଥନୀତି ଯେଉଁଭଳି ଭାବରେ ଦୁର୍ବଳ ହେବା ଆରମ୍ଭ କରିଛି, ପୁରା ଦେଶର ମାର୍କେଟ ଡାଉନ୍ ହେଉଛି, କିନ୍ତୁ ବିଜେପି ଶିଖିବାକୁ ପ୍ରସ୍ତୁତ ନୁହଁ। ବିଜେପି ଗୋଟେ ମିଛ ପ୍ରଚାର ମାଧ୍ୟମରେ ବିକଶିତ ଓଡ଼ିଶା କଥା କହୁଛି, ଯେଉଁଟାକି ସମ୍ପୂର୍ଣ୍ଣ ଭାବରେ ଗୋଟେ ଧୂଆଁ ବାଣ। ଏବଂ ଆଜି ପର୍ଯ୍ୟନ୍ତ ବିଜେପି କହୁଥିଲା ଯେତେବେଳେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଥିଲେ ଯେ ଗରିବ ଲୋକମାନଙ୍କୁ ଦିଆ ହେଉନାହିଁ ଏବଂ ଗରିବ ଲୋକମାନଙ୍କୁ ଏବେ ଭୂତ ବୋଲିକରି କହୁଛନ୍ତି। ଓଡ଼ିଶାର ଗଣମାଧ୍ୟମରେ କୁହାହେଉଛି ଭୂତ ରାସନ କାର୍ଡ଼ଧାରୀ। ବାସ୍ତବରେ ଭୂତ ରାସନ କାର୍ଡ଼ କେହି ନାହାନ୍ତି, ସରକାର ଭୂତ ହେଇଯାଇଛି।